ମୋର ନାଁ ଭାଗିରଥି ଜେନା। ଆଉ ଆମେ ଉଚିତ ଯେଉଁମାନେ ଆମର ଉନ୍ନତି କରିପାରିବେ ସେମାନଙ୍କ କ୍ୟାଣ୍ଡିଡେଟ୍ ଦେଖିକି ଆମେ ଭୋଟ୍ ଦେଉଛୁ ସଦାବେଳେ ଆଜି ପର୍ଯ୍ୟନ୍ତ। ବର୍ତ୍ତମାନ ଆମେ ପ୍ରାୟ 30 ବର୍ଷ ହେଲା ଭୋଟ ଦେଇ ଆସିଛୁ। ବର୍ତ୍ତମାନ 30 ବର୍ଷ ହେଲା ଆପଣ ଭୋଟ ଦେଇ ଆସୁଛନ୍ତି ଏବେ ବି ଗୋଟେ ଭୋଟ ଆସିଛି ବର୍ତ୍ତମାନ ସମୟରେ ହଁ ଆପଣ କେମିତି ଇଏ ଚଳିତ ନିର୍ବାଚନ ଟା କେମିତି ଆପଣଙ୍କ ଅନୁଭବ ହେଉଛି? ଏ ଚଳିତ ନିର୍ବାଚନ ଟା ଆମକୁ ଦେଖିବାକୁ ଚାହୁଁଛୁ ଯେ 20-30 ବର୍ଷ ହେଲା ଗୋଟେ ଦଳ ଗଢ଼ି ଚାଲିଛି ତାକୁ କିଛି ଏକ୍ସଚେଞ୍ଜ କଲେ କିଛି ସୁବିଧା ହୁଅନ୍ତା ବୋଲି ଯାଉଛି। ଯେ ଉଚିତ କ୍ୟାଣ୍ଡିଡେଟ ଦଳରେ ସମସ୍ତେ ଭଲ କିନ୍ତୁ ଏଇ ଯୋଉ ତଳ କରମଚାରୀ ମାନେ ଗୋଳମାଳ କରିକି ସବୁ ଏପଟ ସେପଟ କରିଦେଉଛନ୍ତି। ତେଣୁକରି ଆମେ ଦେଖୁଛୁ ସେଇଟା କେମିତି ଅଲଗା ପ୍ରକାର ଚେଞ୍ଜ ଚାଞ୍ଜ ହେଲେ ଆଉ ଟିକେ ଭଲ ସୁବିଧା ହୁଅନ୍ତା ଦେଶ ପାଇଁ ଆଉ। ଆପଣଙ୍କର ଯିଏ ଆଗରୁ ସବୁ ରହିଛନ୍ତି ଯେଉଁମାନେ ପ୍ରତିନିଧିତ୍ୱ କରିଛନ୍ତି ସେମାନେ ଅଞ୍ଚଳରେ କିଛି ବିକାଶ କରିଛନ୍ତି ନା ନାହିଁ? ବିକାଶ କରିଛନ୍ତି ସେମାନେ ବହୁତ ଖୋଳ କରି ଖାଇସାରି ଚାଲିଛନ୍ତି ଆଉ ଏ ସମୟରେ ସେମାନଙ୍କୁ ଆଉ ଆମକୁ ଆଉ କାହିଁ ଭଲ ଉଚିତ ଦେଖାଯାଉନି।